ପିଲାମାନେ, ଆଜି ମୁଁ ତୁମ ପାଇଁ ଗୋଟେ ବଢ଼ିଆ ଗପ ଆଣିଛି। ଗପଟିର ନାମ ହେଲା ସ୍ୱପ୍ନର ଅର୍ଥ। ଦିନେ ରାତିରେ ସମ୍ରାଟ ଅକବର ଗୋଟେ ସ୍ୱପ୍ନ ଦେଖିଲେ। ସିଏ ତାଙ୍କ ସ୍ୱପ୍ନରେ ଦେଖିଲେ କି ତାଙ୍କ ମୁହଁରେ ଖାଲି ଗୋଟେ ହିଁ ଦାନ୍ତ ରହିଛି। ତା ପରଦିନ ସକାଳେ ସମ୍ରାଟ ତାଙ୍କର ଜ୍ୟୋତିଷମାନଙ୍କୁ ଡାକିଲେ। ସେ ଦେଖିଥିବା ସ୍ୱପ୍ନ ବିଷୟରେ ପଚାରିଲେ, ଏହି ସ୍ୱପ୍ନର ଅର୍ଥ କ'ଣ? ଜ୍ୟୋତିଷମାନେ ଅନେକ ଭାବିଲେ କିନ୍ତୁ କିଛି କହିପାରିଲେ ନାହିଁ। ଶେଷରେ ଜଣେ କହିଲେ, ମହାରାଜ, ଏହାର ଅର୍ଥ ହେଉଛି ଆପଣଙ୍କର ଆତ୍ମୀୟମାନେ ଆପଣଙ୍କ ଆଗରୁ ମରିଯିବେ। ଏହା ଶୁଣି ଅକବର ବହୁତ ଦୁଃଖିତ ହେଲେ। ଏହି ସମୟରେ ବୀରବଲ ରାଜଦରବାରକୁ ପ୍ରବେଶ କଲେ। ସେ ରାଜାଙ୍କୁ ଦୁଃଖିତ ଦେଖିକି ପଚାରିଲେ, ମହାରାଜ, ଆପଣ ଏତେ ଚିନ୍ତିତ କାହିଁକି? ଏହି ସମୟରେ ଜ୍ୟୋତିଷମାନେ ସ୍ୱପ୍ନ କଥା କହିଲେ। ଏହି ସମୟରେ ବୀରବଲ ହସିକି କହିଲେ, ମୁଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ପଢ଼ିଛି। ମୋ ମତରେ ଆପଣଙ୍କର ସ୍ୱପ୍ନର ଅର୍ଥ ହେଉଛି ଆପଣ ସମସ୍ତଙ୍କ ଠାରୁ ଅଧିକ ଦିନ ବଞ୍ଚିବେ। ଏହା ଶୁଣି ଅକବରଙ୍କର ମୁହଁରେ ଦୁଃଖ ହସରେ ପରିଣତ ହୋଇଗଲା। ସିଏ ବୀରବଲକୁ ପୁରସ୍କାର ଦେଲେ, କାରଣ ସେ ସ୍ୱପ୍ନକୁ ସୁନ୍ଦର ଭାବରେ ବୁଝେଇ ଦେଇଥିଲେ। ପିଲାମାନେ, ଆମେ ଏହି ଗପରୁ କ'ଣ ଶିକ୍ଷା ପାଇଲେ? କଥା ଯଦି ଆମେ ଭଲ କିଣା କହିପାରିବା, ଖରାପ କଥା ମଧ୍ୟ ଭଲ କଥାରେ ପରିବର୍ତ୍ତନ ହୋଇପାରିବ। ଗପଟି କିପରି ଲାଗିଲା?